ଆଜିର ଏହି ଦିବ୍ୟ ଲଗ୍ନରେ ସମସ୍ତ ମାଙ୍କର ସନ୍ତାନମାନଙ୍କୁ ସେ ଦିବ୍ୟ ଜନନୀଙ୍କର କରୁଣାପୂର୍ଣ୍ଣ ଆଶୀର୍ବାଦ ଭିକ୍ଷା କରି ଆଜିର ବିଷୟବସ୍ତୁ ଲାଇଫ୍ ଡିଭାଇନ୍ର ସେଭେନଫୋଲ୍ଡ ଇଗ୍ନୋରାନ୍ସରୁ ସେଭେନଫୋଲ୍ଡ ନଲେଜ ଏମାନେ 737 ପୃଷ୍ଠା କୁ ଯିବା 13 ନମ୍ବର ଅନୁଚ୍ଛେଦ। ବର୍ତ୍ତମାନ ମୁଁ ଭବେଶ ଭାଇଙ୍କୁ ଅନୁରୋଧ କରିବି ପୂର୍ବାପର ସମ୍ପର୍କ ସହିତ ସେ ଆମକୁ ବିଷୟବସ୍ତୁକୁ ଆଗେଇ ନେବେ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆଜିର ଏହି ଅମୃତ ବେଳାରେ ଅନୁଷ୍ଠିତ ଏହି ପ୍ରଜ୍ଞା ଯାତ୍ରାରେ ଆମ ସମସ୍ତଙ୍କୁ ନେତୃତ୍ୱ ପ୍ରଦାନ କରୁଛନ୍ତି ଆମର ପ୍ରିୟ ପ୍ରଶାନ୍ତ ଭାଇ ଉଷାପା ଏବଂ ଆଜି ଯେଉଁମାନେ ଅଂଶଗ୍ରହଣ କଲେ କାମିନୀ ଅପା, ଦେବସ୍ମିତା ଅପା ଏବଂ ତପସ୍ୱିନୀ ଅପା ସମସ୍ତଙ୍କୁ ମୋ ଯଥାମାନ୍ୟ ଜଣାଉଛି ଏବଂ ସମସ୍ତଙ୍କ ପାଇଁ ମାଙ୍କର କୃପା ଭିକ୍ଷା କରୁଛି ଯେଉଁମାନେ ଏହି ପ୍ରଜ୍ଞା ଯାତ୍ରା ନିଜକୁ ସାମିଲ କରିଛନ୍ତି ଦୀର୍ଘ ଦିନ ଧରି। ଗତକାଲି ଆମେ ଏହି ଅଧ୍ୟାୟର 13ତମ ପାରାଗ୍ରାଫଟି ଅଧ୍ୟୟନ ସମାପ୍ତ କରିଥିଲେ। ଆମେ ଗତକାଲି ଯେଉଁ ବିଷୟଟି ପଢିଥିଲେ ତାକୁ ଆପଣମାନଙ୍କୁ ମନେ ପକେଇ ଦଉଛି ଯେ ଯେଉଁ ଭୂମିଟି ମନର ଯେଉଁ ଭୂମି ଆଜି ଆମ ପାଇଁ ଅଚେତନ ହେଇକି ରହିଛି, କାହା ବିଷୟରେ ଅଚେତନ ଅଛି? ଅତି ଚେତନ ସମ୍ପର୍କରେ, ସୁପର କନସିଏଣ୍ଟ ସହିତ ତାର କିଛି ସମ୍ବନ୍ଧ ନାହିଁ। ଅର୍ଥାତ୍ ପରମାତ୍ମାଙ୍କର ଚେତନା ସହିତ ଯେତେବେଳେ ଆମର ଏଇ ବ୍ୟକ୍ତି ଚେତନାର ଗୋଟେ ସମ୍ମିଳନ ହବ, ଆମ ବ୍ୟକ୍ତି ଚେତନା ଯେତେବେଳେ ଅତି ଚେତନା ସମ୍ପର୍କରେ ଜାଣିବ ଆଉ ସେଇଠି ଜାଣିବା ପରେ ସେଇଠି ଆମେ କନଷ୍ଟାଣ୍ଟ ଆଣ୍ଡ ପରମାନେଣ୍ଟ ଯଦିଓ ରହିପାରିବା ନାହିଁ, କିନ୍ତୁ ଆମେ ନିଜକୁ କନଷ୍ଟାଣ୍ଟ ଆଣ୍ଡ ପରମାନେଣ୍ଟ ଉନ୍ମୁକ୍ତ ରଖିପାରିବା ସେଇ ଶକ୍ତି ପ୍ରତି, ସେଇ ଚେତନା ପ୍ରତି। ଏବଂ ସେଇ ସୁପର କନସିଏଣ୍ଟ ପ୍ଲେନରେ ଯେଉଁ ଜ୍ଞାନ ଓ ପ୍ରଭାବ ରହିଛି ତାକୁ ଯଦି ଆମେ ନିଜ ଭିତରେ ଗ୍ରହଣ କରିପାରିବା, ତାହେଲେ ଆମେ ଯାହା ପାଇଁ ଏତେ ସାଧନା କରୁଛନ୍ତି, ଏତେ କଥା ଭାବୁଛନ୍ତି, ତାହା ହେଲା ଆମର କନଷ୍ଟିଟ୍ୟୁସନାଲ ଇଗ୍ନୋରାନ୍ସ, ଆଧାରଗତ ବିଦ୍ୟା ଆଉ ମନୋଗତ ବିଦ୍ୟା, ସାଇକୋଲୋଜିକାଲ ଇଗ୍ନୋରାନ୍ସ। ଏ ଦୁଇଟା ଅନ୍ତତଃ କିଛି ପରିମାଣରେ ଆମେ ସେଥିରୁ ଏଇ ଅବିଦ୍ୟାର ମୁକ୍ତି ଲାଭ କରିବା, କିଛି ପରିମାଣରେ, ଟୁ ସମ୍ ଏକ୍ସଟେଣ୍ଟ, ନଟ୍ ଫୁଲି। ଏବଂ ଯଦି ସଚେତନ ଭାବରେ ଆମେ ନିଜ ଭିତରେ ଯୋଉ ସ୍ପିରିଟ ରହିଛି, ନିଜ ଭିତରେ ଯୋଉ ସୋଲ କନସିୟସନେସ ରହିଛି, ଯୋଉ ଚିନ୍ମୟ ସତ୍ତା ରହିଛି, ତାକୁ ଆମେ ଅନୁଭବ କରିବା ଆଉ ସମ୍ପୂର୍ଣ୍ଣ ରୂପେ ନହେଲେ ମଧ୍ୟ ଆମର ଏଇ ନିତ୍ୟ ନୈମିତ୍ତିକ ମାନବ ଜୀବନରେ ମାନବ ଚେତନାଟାକୁ ଅଧ୍ୟାତ୍ମ ଜୀବନ ଓ ଅଧ୍ୟାତ୍ମରେ ପରିଣତ କରିବା, ତାହେଲେ ମଧ୍ୟ ଆମେ ଏଇ ଅବିଦ୍ୟାର କବଳରୁ କିଛି ପରିମାଣରେ ରକ୍ଷା ପାଇବା। କାରଣ ଯଦି ଜଣେ ସ୍ପିରିଚୁଆଲ ବିଙ୍ଗ ହେଇଯାଇପାରେ, ଯଦି ତାର ଚେତନାକୁ ସେ ଅଧ୍ୟାତ୍ମ ଜୀବନ ଅଧ୍ୟାତ୍ମ ଚେତନା ସହିତ ନିଜକୁ ସଂଯୁକ୍ତ କରେ, ଯାହା ଆମେ ପ୍ରୟାସ କରୁଛନ୍ତି, ଆଧ୍ୟାତ୍ମିକ ହବାର ବଡ଼ ବରଦାନ ତାହା ହେଲା ଯେ ଆମେ ଅଧିକ ବୃହତ୍ତର
ଆଉ ଅଧିକ ପ୍ରଭାସ୍ୱର ମନୋଗତ ଭୂମିରେ ଏକ ସଚେତନ ସଂଯୋଗ ସ୍ଥାପନ କରିପାରିବା। ସେଇଠୁ ଆମକୁ ଗାଇଡେନ୍ସ ମିଳିବ, ଦିଗଦର୍ଶନ ମିଳିବ ଯେ ଆମେ କିଭଳି ଭାବରେ ନିଜକୁ ଅଧିକ ଆଲୋକିତ କରିପାରିବା ଏବଂ ଅଧିକ ରୂପାନ୍ତରିତ କରିପାରିବା, ଏନଲାଇଟେନିଂ ଆଣ୍ଡ ଟ୍ରାନ୍ସଫର୍ମିଂ। ତାହେଲେ ଶ୍ରୀ ଅରବିନ୍ଦଙ୍କର ଗୋଟେ ବଡ଼ ଉପଦେଶ ହେଉଛି ଆମେ ଉଚ୍ଚତର ମନୋଭୂମିରେ ବାସ କରିବା, ଉଚ୍ଚତର ଏବଂ ପ୍ରସାରିତ ମନୋଭୂମିରେ ବାସ କରିବା। ଭଗବତ ଗୀତା ତାକୁ ସମତାର ଇକ୍ୱାନିମିଟିର କଥା କହିଛନ୍ତି, ମା ତାକୁ ପ୍ରଶାନ୍ତିର କଥା କହିଛନ୍ତି। ତେଣୁ ଏଇ ସବୁ କଥା ଗୁଡ଼ିକ ଗୋଟିଏ କଥା ଆଡ଼କୁ ଇଙ୍ଗିତ କରୁଛି ଆମକୁ ଆମର ମନ ଦଶାରେ ମନୋଭୂମିରେ କିଭଳି ଭାବରେ ବିଚରଣ କରିବାକୁ ପଡ଼ିବ ଏବଂ କିଭଳି ଭାବରେ କୋଉ ଚେତନାକୁ ସଂଯୁକ୍ତ ହେଇକି ଆମେ ରହିବା। ତାହେଲେ ପୃଥିବୀରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିବର୍ତ୍ତନର ଏକ ଉଚ୍ଚ ସୋପାନରେ ପହଞ୍ଚି ପାରିଛନ୍ତି, ନିଜକୁ ଅଧ୍ୟାତ୍ମ ଭୂମିରେ ଜାଗୃତ କରିପାରିଛନ୍ତି। ଏଇଟା ସେମାନଙ୍କର ସାମର୍ଥ୍ୟ, କିନ୍ତୁ ଏଇଟା ଗୋଟେ ପ୍ରାଥମିକ ସୋପାନ, ପ୍ରିଲିମିନାରୀ ଷ୍ଟେଜ, ଏବଂ ଗୋଟେ ସମ୍ପୂର୍ଣ୍ଣ ଆତ୍ମଜ୍ଞାନର ଭୂମି ରହିଛି ଯୋଉଟାକୁ ଆମେ ଇଣ୍ଟିଗ୍ରାଲ ସେଲ୍ଫ ନଲେଜ ବୋଲି କହୁଛୁ। ସେଇଠି ଯଦି ସମ୍ପୂର୍ଣ୍ଣ ପହଞ୍ଚିବାକୁ ହେଲେ, ସମ୍ପୂର୍ଣ୍ଣ ଚେତନା ଓ ଶକ୍ତି ଲାଭ କରିବାକୁ ହେଲେ, ଏଣ୍ଟାୟାର କନସିୟସନେସ ଇନ୍ ପାୱାର ଅଫ ବିଙ୍ଗ ଯଦି ଆମେ ଲାଭ କରିବାକୁ ଚାହୁଁଛୁ, ତାହେଲେ ଆମ ମନଟି ଯାହା ପ୍ରକୃତି ଆୟତ୍ତ ହେଇକି ରହିଛି ତାକୁ ଆମେ ସେଇ ନର୍ମାଲ ମାଇଣ୍ଡଟାକୁ ଅତିକ୍ରମ କରିକି ଆହୁରି ଊର୍ଦ୍ଧ୍ୱକୁ ଉଠିବାକୁ ପଡ଼ିବ। ଆମେ ଯୋଉ ସାଧାରଣ ଗୋଟେ ଜାଗତିକ ମନ ନେଇ ବଞ୍ଚିଛୁ, ସେକୁ ବର୍ଣ୍ଣନା କରିବାକୁ ସକାଳୁ ମତେ ବଡ଼ କଷ୍ଟ ଲାଗେ। ମନର କି ଗତି ଅଛି, ବଡ଼ ଚିନ୍ତାର କଥା ସାଧାରଣ ମଣିଷର ମନର ଯୋଉ ଭୂମି। ତେଣୁ ଆମେ ନିଜକୁ ଏଇ ସାଧାରଣ ମନର ଭୂମିର ଯୋଉ ତୋର ମୋର ଭଲ ମନ୍ଦ ପାପ ପୁଣ୍ୟ ଦୁନିଆ, ଯୋଉ ଦିଆନିଆର ଦୁନିଆ, ସେ ଅନେଇଲା, ସେ ପଚାରିଲା, ସେ କହିଲା, ସେ ଭାବିଲା, ସେ ଆଲୋଚନା କଲା, ଆମେ ତାରି ଭିତରେ ଯୋଉ ଆମ ଚେତନାଟାକୁ ବା ମନଟାକୁ ଫସେଇକି ରଖିଛୁ ତାକୁ ବାହାର କରିକି ଅତି ଚେତନା ମଧ୍ୟରେ ଅଭିନିବେଶ କରିବା ଦ୍ୱାରା ଏଇ ଆରୋହଣ ସମ୍ଭବ। କେମିତି ଆମେ ଆରୋହଣ କରିବା ସେ ବିଷୟରେ ମଧ୍ୟ ଶ୍ରୀ ଅରବିନ୍ଦ ସିଧା ସିଧା ନିର୍ଦ୍ଦେଶ ଦେଉଛନ୍ତି। ଆମେ ଗତକାଲି ଗୋଟେ ପାଠଚକ୍ରରେ ତପସ୍ୟା ସମ୍ପର୍କରେ ଆଲୋଚନା କରୁଥିଲେ। ସେଥିରେ ମୁଖ୍ୟତଃ ଶ୍ରୀ ଅରବିନ୍ଦଙ୍କର ଗୋଟେ ନିର୍ଦ୍ଦିଷ୍ଟ ତପସ୍ୟାର ଗୋଟେ କଥାଟିକୁ ନିର୍ଦ୍ଦିଷ୍ଟ ଭାବରେ କହିନାହାନ୍ତି, କାହିଁକି ନା ଆମ ସମସ୍ତଙ୍କର ନିଜ ନିଜର ପର୍ସପେକ୍ଟିଭ ଅଛି, ଆମର ନିଜ ନିଜର ସ୍ୱଚ୍ଛନ୍ଦତା ରହିଛି, ନିଜ ନିଜର ରୁଚି ଅଲଗା, ନିଜ ନିଜର ଭାବନା ମଧ୍ୟ ଅଲଗା, ଅନୁଭବ ଅଲଗା, ଅଭିଜ୍ଞତା ଅଲଗା। ତାହିଁ ତ ଦ୍ୟାଟ ଇଜ ଦ ବିୟୁଟି ଅଫ ଦିସ୍ ମଲ୍ଟିପଲ ଲାଇଫ। ଏବଂ ଆମେ ଯଦି ସେଇ ସୌନ୍ଦର୍ଯ୍ୟଟାକୁ ଅନୁଭବ କରୁଛୁ, ତାହେଲେ ଆମେ ନିଜ ବାଟରେ ସମ୍ପନ୍ନ, ନିଜ ବାଟରେ ସ୍ୱୀକୃତି ଦେବା ଯେ ଆମେ କିଭଳି ଭାବରେ ଏଇ ଆରୋହଣଟି କରିବା। ତେବେ ଆରୋହଣର ଯୋଉ ଏସେଣ୍ଟ, ତାର ଏକମାତ୍ର ପନ୍ଥା ହେଉଛି ଯେ ଆମେ ଅତି ଚେତନା ମଧ୍ୟରେ ନିଜକୁ ଅଭିନିବେଶ କରିବା, ଯୋଉଟାକୁ ଋଷିମାନେ କରୁଥିଲେ, ପରମାତ୍ମା ଚେତନା ସହିତ ନିଜକୁ ଧ୍ୟାନରେ ସଂଯୁକ୍ତ କରୁଥିଲେ, ତାକୁ ସେମାନେ ଯୋଗ ବୋଲି କହୁଥିଲେ। ହୁଏତ ଜଣେ ଯଦି ସେଇଭଳି ପରମାତ୍ମା ଚେତନାରେ ସବୁବେଳେ ଅଭିନିବେଶିତ ରୁହେ, ତାକୁ ଗୋଟେ ଅଭିଭୂତ ସମାଧି ବା ଗୋଟେ ନିଶ୍ଚଳ ମନ ମିଳିବ, ଷ୍ଟେଟ୍ ଅଫ୍ ଇମୋବାଇଲ ଆଣ୍ଡ ଏକ୍ସଟାଟିକ୍ ଟ୍ରାନ୍ସ। କିନ୍ତୁ ସେଇଟା ବି ଆମର ଲକ୍ଷ୍ୟ ନୁହେଁ, କାରଣ ଅତୀତରେ ତ ଅନେକ ଲୋକ ସମାଧି ଭିତରକୁ ଯାଇଛନ୍ତି। ଏଇ ଜଗତରେ ବେଶୀ କିଛି କଲ୍ୟାଣ ହେଇନାହିଁ, ବା ଜଗତର ଦୁଃଖଜନ୍ୟ ଯୋଉ ଯନ୍ତ୍ରଣା ଭିତରେ ମଣିଷ ସଢୁଛି, ଯୋଉ କ୍ଷୁଦ୍ରତା ଭିତରେ ମଣିଷ ସଢୁଛି, ଯୋଉ ସଂକୀର୍ଣ୍ଣତା ଭିତରେ ମଣିଷ ଲଢୁଛି, ତାର କିଛି ସମାଧାନ ହେଇନାହିଁ। ଆମେ ଆଜି ବି ନିଜ ଭିତରେ ଅନ୍ୟ ପ୍ରତି
ବୈରତା ଅନୁଭବ କରୁଛୁ, ବୟମନସ୍କତା ରହିଛି, ଅନ୍ୟକୁ ଭୁଲ ବୁଝିବା, ଅନ୍ୟକୁ ଦୋଷ ଦେବା, ଅନ୍ୟ ଦ୍ୱାରା ବ୍ୟଥିତ ହେବା। ଭଗବତ ଗୀତା ସିଧା ସିଧା କହିଥିଲେ, ଯିଏ ଅନ୍ୟକୁ ବ୍ୟଥା ଦିଏ ନାହିଁ ବା ଅନ୍ୟର ବ୍ୟଥାର କାରଣ ହୁଏ ନାହିଁ, ସେ ହିଁ ମୁକ୍ତ ମଣିଷ। ତେଣୁ ଗୋଟେ ଫ୍ରି ମ୍ୟାନ୍ ନହେଲେ ଆପଣ ଆଧ୍ୟାତ୍ମିକ ପ୍ରଗତିଟିକୁ, ବାଞ୍ଛିତ ଆଧ୍ୟାତ୍ମିକ ପ୍ରଗତିଟି କରିବା ବାସ୍ତବିକ କଷ୍ଟ। ତେଣୁ ଆମର ଲକ୍ଷ୍ୟ ନଥିଲା ଷ୍ଟେଟ୍ ଅଫ୍ ଇମୋବାଇଲ୍ ଏକ୍ସଟାଟିକ୍ ଟ୍ରାନ୍ସ, ନିଶ୍ଚଳ ଅଭିଭୂତ ସମାଧି। ତାହେଲେ ଆମେ କଣ ଲକ୍ଷ୍ୟ କରି ରଖିଥିଲେ ନା ଜାଗ୍ରତ ଅବସ୍ଥାରେ ଗୋଟେ ଟ୍ରାନ୍ସ ଭିତରକୁ ଚାଲିଯିବା କଣ ଦରକାର? ଜାଗ୍ରତ ଅବସ୍ଥାରେ ଉଚ୍ଚତମ ଅଧ୍ୟାତ୍ମ ସତ୍ତାର ନିୟନ୍ତ୍ରଣକୁ ସମ୍ଭବ କରିବାକୁ ହେଲେ ଆମକୁ ଅତ୍ୟନ୍ତ ସଚେତନ ଭାବରେ ନୂତନ ସତ୍ତା, ନୂତନ ଚେତନା ଓ କର୍ମଗତ ନୂତନ ସମ୍ଭାବ୍ୟତାର ବିପୁଳ ଭୂମି ଗୁଡ଼ିକ ମଧ୍ୟକୁ ନିଜକୁ ଉତ୍ତୋଳିତ ଓ ପ୍ରସାରିତ କରି ନେବାକୁ ପଡ଼ିବ। ତାହେଲେ ଆମେ ନ୍ୟୁ ବିଙ୍ଗ, ଗୋଟେ ନ୍ୟୁ କନସିୟସନେସ୍ ଆଉ ନ୍ୟୁ ପୋଟେନ୍ସିଆଲିଟିଜ୍ ଇନ୍ ଆକ୍ସନ ଚାହୁଁଛୁ। ଆଜିର ସାମର୍ଥ୍ୟ ସୀମିତ, ଆଜିର ଚେତନା ସୀମିତ, ଆଜିର ସତ୍ତା ମଧ୍ୟ ସୀମିତ ହେଉଛି ତଦନୁସାରେ। କିନ୍ତୁ ଯଦି ଆମେ ନୂତନ ସତ୍ତା, ନୂତନ ଚେତନା, ନୂତନ ସମ୍ଭାବନା ଆଣିବାକୁ ଚାହୁଁଛୁ, ତାହେଲେ ମନର ସେଇ ବିପୁଳ ଭୂମି ଗୁଡ଼ିକରୁ ନିଜକୁ ଉତ୍ତୋଳିତ କରି ନେବାକୁ ପଡ଼ିବ, ପ୍ରସାରିତ କରି ନେବାକୁ ପଡ଼ିବ। ଆଜିର ପୃଥିବୀରେ ଯେମିତି 5 ଟଙ୍କା 10 ଟଙ୍କା ପାଇଁ ଲୋକ ପାଇଁ ମାନେ ହତ୍ୟାକାରୀ ହେଇଯାଉଛି, ଗୋଟେ ମଣିଷ ଯୋଉ ପ୍ରକାର ବଞ୍ଚୁଛି ତାକୁ ବର୍ଣ୍ଣନା କରିବା ପ୍ରକୃତରେ ଭାଷା ନାହିଁ। ଆମେ ତାହା ହିଁ ଲକ୍ଷ୍ୟ, ତାହାର ଲକ୍ଷ୍ୟ ନୁହେଁ ଯେ ଆମେ ଗୋଟେ ଏକ୍ସଟାଟିକ୍ ଟ୍ରାନ୍ସ ଭିତରେ ରହିଯିବା। ଆମେ ଜାଗ୍ରତ ଅବସ୍ଥାରେ ଏସବୁ କରିବା ଏବଂ ଅଧିକ ସମ୍ପୂର୍ଣ୍ଣ ଭାବରେ ଆମର ଯୋଉ ବର୍ତ୍ତମାନର ସତ୍ତା ରହିଛି, ପ୍ରେଜେଣ୍ଟ ବିଙ୍ଗ, ବର୍ତ୍ତମାନର ଯୋଉ ଚେତନା ରହିଛି, ବର୍ତ୍ତମାନ ଯୋଉ କ୍ରିୟାତ୍ମକତା ରହିଛି, ତାକୁ ଗୋଟେ ନୂତନ ଦିବ୍ୟ ମୂଲ୍ୟରେ ରୂପାନ୍ତରିତ କରିବାକୁ ହବ। ଏବଂ ଆମେ ଏପରି ରୂପାନ୍ତର ଚାହିଁବା ଯୋଉ ରୂପାନ୍ତର ଆମର ମନୁଷ୍ୟ ଭୂମିଟିକୁ ସମ୍ପୂର୍ଣ୍ଣ ଭାବରେ ରୂପାନ୍ତରିତ କରି ତାକୁ ମଣିଷକୁ ଦିବ୍ୟ ଭୂମିକୁ ନେଇଯାଇପାରିବ। ଅର୍ଥାତ୍ ଦେବ ମନୁଷ୍ୟର ଜନ୍ମ ହବ, ଗ୍ନୋଷ୍ଟିକ୍ ବିଙ୍ଗର ଜନ୍ମ ହବ। କାରଣ ଆମେ ଗୋଟେ ରେଡିକାଲ ଚେଞ୍ଜ ଚାହିଁଛନ୍ତି, ଗୋଟେ ମୌଳିକ ପରିବର୍ତ୍ତନ ବା ରୂପାନ୍ତର ଚାହିଁଛନ୍ତି ଏବଂ ଏଇଟା ସମ୍ଭବ ଗୋଟେ ଆରୋହଣ ଦ୍ୱାରା ଏବଂ ସମ୍ପ୍ରସାରଣ ଦ୍ୱାରା, ଏଗେନ୍ ଆଣ୍ଡ ଏଗେନ୍, ascent and widening। ଏବଂ ତା ଦ୍ୱାରା କଣ ହବ ନା ଆମ ନିମ୍ନତର ଭୂମିଟି ଉଚ୍ଚତର ଭୂମିର ସମନ୍ୱୟ ହେବ ଏବଂ ସେଇଟା ସମ୍ଭବ ହବ 3ଟି ଧାରାରେ। ଟ୍ରିପଲ ମୁଭମେଣ୍ଟ, ଗୋଟିଏ ଧାରା ଯୋଉ କଥାଟି ଆପଣଙ୍କୁ କୁହାଯାଇଛି, ଗୋଟେ ହଉଛି ଆରୋହଣ, ଅନ୍ୟଟି ହେଲା ସମ୍ପ୍ରସାରଣ, 3ଟି ହେଲା ଯେ ଏଇ ଯୋଉ ନିମ୍ନତର ଭୂମି ସହିତ ଉଚ୍ଚତର ଭୂମିର ସମନ୍ୱୟ ସାଧନ, ଇଣ୍ଟିଗ୍ରେସନ, ascent, widening of field and integration। এইটা ହିଁ ପଦ୍ଧତି। ତେଣୁ ଏଇ ପଦ୍ଧତିଟିକୁ ଆପଣ ମନଟିକୁ କିଭଳି ବିସ୍ତାର କରିବେ, ଜଣେ ବୈଜ୍ଞାନିକ ତାଙ୍କ ମନକୁ କିଭଳି ବିସ୍ତୃତ ଦେବେ, ଜଣେ ସଙ୍ଗୀତଜ୍ଞ ତାଙ୍କ ମନକୁ କିଭଳି ବିସ୍ତୃତ ଦେବେ, ଏ ଦିଟା ଅଲଗା ଅଲଗା। ତ ଆମେ ଯୋଉ ମନ ଦଶାରେ ଥାଉ, ମନ ବୃତ୍ତିରେ ଥାଉ, ଯେଉଁ ବୃତ୍ତିରେ ଥାଉ, ଗୋଟେ ଜୀବନରେ ଥାଉ, ସେ ସମସ୍ତଙ୍କ ପାଇଁ କିନ୍ତୁ ଗୋଟିଏ ପ୍ରିନ୍ସିପଲ, ସିଦ୍ଧାନ୍ତ ହଉଛି ଗୋଟେ, ଆମେ ଟ୍ରିପଲ ମୁଭମେଣ୍ଟ ଯିବା, ascent, widening ଆଉ integration। ଆମେ ଏତିକି ପର୍ଯ୍ୟନ୍ତ ପଢିଥିଲେ। ଏବେ ଆମେ ଚତୁର୍ଦଶ ଅର୍ଥାତ୍ 14th ପାରାଗ୍ରାଫରୁ ଆରମ୍ଭ କରିବା ଆମର ପଢାପଢି। ଏଭଳି ବିଷୟ ଥିଲା ଯେ 14ତମ ଆଉ 15ତମ ଅଧ୍ୟାୟ ପାରାଗ୍ରାଫ, ଏ ଦୁଇଟି ସମ୍ପୂର୍ଣ୍ଣତଃ ଆମର କାଳଗତ ଅବିଦ୍ୟା ପାଇଁ ସମର୍ପିତ ହେଇଛି, ଟେମ୍ପୋରାଲ ଇଗ୍ନୋରେନ୍ସ। ଆମେ ଏପର୍ଯ୍ୟନ୍ତ ଯାହା କିଛି ଅଧ୍ୟୟନ କଲେ, ଦୁଇଟି
इग्नोरेन्स को नहीं पढ़ी गोटे हूँ कन्स्टिट्यूशनल इग्नोरेन्स आ गोटे साइकोलॉजिकल इग्नोरेन्स से इग्नोरेन्स गुड़िक कौन प्रकृत इग्नोरेन्स टा कौन जहाँ विवर्तन रे बाधा दिए एवं से आम दूर कर उपाय गुड़िक अति व्यापक भाव में श्री अरविंद बुझे आम जदि प्रकृत से अध्ययन टी अति मननशीलतार सहित ग्रहण करूँ ताले आम अविद्या गुड़िक दूर करने आम साधना अब्याहत रखा प्रचुर आम ता भर निजर आध्यात्मिक आरोहण एक शक्ति सामर्थ्य को हासिल कर तबे 14 पैराग्राफ जेहेतु टेम्पोरल कॉन्शियसनेस इग्नोरेंस कथा कह जाउछि तेणु आपण को प्रथम बुझे पड़ो व्हाट डू यू मीन बाय टेम्पोरल इग्नोरेंस एवं ता पुणी आम शब्द रे नुहे श्री अरविंद शब्द तेणु ताको लक्ष्य करेंगे कौन प्रकृत में टेम्पोरल इग्नोरेंस श्री अरविंद कहते एनी सच इवोल्यूशनरी चेंज must necessarily be associated with a rejection of our present narrowing temporal ignorance. ताले आमे जेते बळे एसेंट रो वाइडनिंग रो आउ ए जो इंटीग्रेशन रो त्रिधारा भितर निजको सम्मिलित करिबा आम भितरे गोटे विवर्तनगत परिवर्तन तो निश्चय हो इवोल्यूशनरी चेंज किंतु से इवोल्यूशनरी चेंज सहित ये परिवर्तन जो हम हमको प्रकृत में बी एसोसिएटेड विथ ए रिजेक्शन ऑफ आवर प्रेजेंट नैरोइंग टेम्पोरल इग्नोरेंस ता संगरे खाली विवर्तन जो परिवर्तन होची सेटा संगरे हमको संयुक्त करने को पड़ो गोटे प्रत्याख्यान बी एसोसिएटेड विथ ए रिजेक्शन कौन से रिजेक्शन क्या आम रिजेक्ट करवा प्रत्याख्यान करवा ऑफ आवर प्रेजेंट नैरोइंग टेम्पोरल इग्नोरेंस आमर वर्तमान आमको संकुचित करी पकाउथबा गोटे कालगत विद्या ताले आम मन रे समस्त घरे प्रश्न उठे तो कालगत विद्याटी कौन फॉर नॉट ओनली डू वी नाउ लिव फ्रॉम moment to moment of time, but our whole view is limited to our life in the present body between a single birth and death. हमें वर्तमान पाई we now live हमें केमिति बंचुचु ना हमें क्षण क्षण को बंचुचु from moment to moment of time क्षण क्षण को लेके हमें जीवन धारण करिछु वर्तमान सोपान रे खाली से नुहे केवल मात्र फॉर नॉट ओनली से नुहे आउ कौन करूँ बट आवर होल व्यू इज लिमिटेड टू आवर लाइफ इन द प्रेजेंट बॉडी आमे जो वर्तमान शरीर रे अछु से वर्तमान शरीर को नहीं आमर समस्त दृष्टि समग्र दृष्टि समग्र अवलोकनटी आमे तारी भितरे लिमिट कर देछु सीमाबद्ध कर देछु आमे भावुछु से बॉडी टी कहा का भीतर रही बिटवीन ए सिंगल बर्थ एंड डेथ ये जो वर्तमान रो जन्म और वर्तमान रो मृत्यु तारी भितरे आमर सकल दृष्टिकोण और सकल अवलोकन सीमाबद्ध यही गोटे शरीर कथा आमे कहूछु किंतु केबे भी आम अनुमान आउ ना टिके पछकु जाई परछि ना आउ टिके आगु को जाई परछि आमे अस्तित्व कहले बुझुचु यही शरीर यही जन्म यही आयुष जहा गोटे जन्म और मृत्यु दुईटी ब्रैकेट भितर रही गोटे शरीर किंतु आमे देखिया दरकार जे यही शरीर केते बदली गलानी यही जन्म भितर आपण जेते बेले गोटे दिनिकिया पिला कि जन्म होते आमे सेजरे शुईथिले से शरीर बालक बयसर शैशवर शरीर एवं से शरीर आद्य यौवन
ସେଇ ଶରୀର ଯୌବନରେ, ସେଇ ଶରୀର ପ୍ରୌଢ଼ତ୍ୱରେ, ସେଇ ଶରୀର ବାର୍ଦ୍ଧକ୍ୟରେ ଉପନୀତ ହେଇସାରିବା ପରେ କେତେ ବଦଳି ଗଲାଣି, କେତେ ବଦଳ। ଆପଣ ନିଜ ଫଟୋ ନିଜେ ଦେଖନ୍ତୁ, ଆପଣ ନିଜେ ନିଜକୁ ଚିହ୍ନି ପାରିବା ଭାରି ମୁସ୍କିଲ ହେଇଯିବ। ତାହେଲେ ଗୋଟିଏ ଜନ୍ମରେ ଏତେ ଥର ଶରୀର ରୂପାନ୍ତର ହେଲାଣି, ଆଉ ଆମେ ଯେ କେତେ ଥର ଜନ୍ମ ଲାଭ କଲେଣି, ଆଉ ଆଗକୁ କେତେ ଥର ଜନ୍ମ ଲାଭ କରିବା ତା ବି ଆମକୁ ଜଣା ନାହିଁ। କିନ୍ତୁ ଯେତେବେଳେ କୌଣସି ଦୃଷ୍ଟି ନିର୍ମାଣ କରିବାକୁ ପଡୁଛି, ଆମେ କେବଳ ଏଇ ଜୀବନର କଥାଟି ଭାବି ଦଉଛୁ। ଏଇ ଜୀବନର ଦୃଷ୍ଟିକୋଣଟି ଆମର ସମଗ୍ର ଚିନ୍ତନର ଗୋଟେ ସୀମାବଦ୍ଧ ଅବସ୍ଥା ହେଇକି ରହିଛି। ହେଲେ ଆଶା କରେ ଟେମ୍ପୋରାଲ ଇଗ୍ନୋରେନ୍ସର, କାଳଗତ ଅବିଦ୍ୟାର ଗୋଟେ ଝଲକ ଆପଣଙ୍କୁ ମିଳିଗଲା ଯେ ଗୋଟିଏ ଜୀବନକୁ, ବର୍ତ୍ତମାନର ଜୀବନଟିକୁ, ବର୍ତ୍ତମାନର ଶରୀରଟିକୁ, ଯାହା ଜନ୍ମ ଓ ମୃତ୍ୟୁ ଭିତରେ ସୀମାବଦ୍ଧ ହେଇକି ରହିଛି, ଆମେ ସକଳ ଦୃଷ୍ଟି, ସକଳ ଅବଲୋକନ ତାକୁ ହିଁ ପ୍ରଦାନ କରୁଛୁ। ଏବଂ ଆମେ ଗୋଟେ କାଳ ଭିତରେ, ଗୋଟେ କାଳ ମଧ୍ୟରେ କ୍ଷଣ କ୍ଷଣକୁ ନେଇକି ଜୀବନ ଧାରଣ କରୁଛୁ। ଗତକାଲି ଆମେ ଆଲୋଚନା କରୁଥିଲେ ଯେ ପ୍ରକୃତରେ ମଣିଷ ଭିତରେ ଯୋଉ ସ୍ପିରିଟଟି ରହିଛି, ଯୋଉ ସୋଲ କନସିୟସନେସ ରହିଛି, ଯୋଉ ସାଇକିକ ରହୁଛନ୍ତି, ସେମାନେ ଟାଇମଲେସ୍, ସେମାନେ କାଳାତୀତ। ଗୋଟେ କାଳାତୀତ ସତ୍ତା ଗୋଟେ ଦେହ ଧାରଣ କରିକି କାଳଗତ ହଉଛି, ଟାଇମ ବାଉଣ୍ଡ ହଉଛି। ଯେ ଟାଇମଲେସ୍, ସେ ଟାଇମ ବାଉଣ୍ଡ ହଉଛି। ଏ କାଳକୁ ଜାଣିପାରିବା ହିଁ କଳା, କାଳକୁ ଜାଣିପାରିବା ହିଁ ଜୀବନ ବଞ୍ଚିବାର କଳା, ଏବଂ ସେଇଟା ହିଁ ସାଧନା। ପୁଣି ସେ ଆଗକୁ ଯାଇ କହୁଛନ୍ତି, ଏଜ୍ ଆୱାର ରିଗାର୍ଡ does not go further back in the past. ଆମେ ଆମର ଅତୀତଟିକୁ ଦେଖିବା ପାଇଁ ଅସମର୍ଥ, go further back in the past, so it doesn't extend further out into the future. ସେଇଭଳି ଭାବରେ ଆମେ ସୁଦୂର ଭବିଷ୍ୟତକୁ ମଧ୍ୟ ଦେଖିପାରୁନୁ। କିନ୍ତୁ ଶ୍ରୀ ଅରବିନ୍ଦ ଦେଖିଥିଲେ। ଶ୍ରୀ ଅରବିନ୍ଦ ତ ନିଜେ ଅନେକ ଜାଗାରେ ପରିପ୍ରକାଶ କରିଛନ୍ତି। ସେ ରାଜା ସୋଲୋମନ ଥିଲେ, ସେ ଜ୍ୟାମିତି ବିଶେଷଜ୍ଞ ୟୁକ୍ଲିଡ ଥିଲେ ଅତୀତ ଜୀବନରେ। ତାହେଲେ ରମଣ ମହର୍ଷି ସେଇ କଥା କହୁଥିଲେ ଯେ ଗୋଟେ ରମଣ ମହର୍ଷିଙ୍କୁ ଗୋଟେ 5 ବର୍ଷର ଛୋଟ ଛୁଆଟେ ତାଙ୍କ ଆଶ୍ରମ ଗଲା ସନ୍ଧ୍ୟାବେଳେ ବେଳକୁ ରମଣ ମହର୍ଷି ପରିବା କାଟୁଛନ୍ତି। ତାପରେ ସେ ରାନ୍ଧିଲେ, ତାପରେ ସେ ଏମାନଙ୍କୁ ବି ଖାଇବାକୁ ଦେଲେ, ନିଜେ ଖାଇଲେ, ତାଙ୍କ ସହ କଥାବାର୍ତ୍ତା କଲେ। ସେ ଛୋଟ ଛୁଆଟି ପଚାରୁଛି, ମୁଁ ଗୋଟେ ପ୍ରଶ୍ନ ପଚାରିବି ଆପଣଙ୍କୁ? ସେ କହିଲେ ହଁ। ଯେ ଆପଣ ତ ଖାଉଛନ୍ତି, ଆମେ ବି ଖାଉଛୁ, ଆପଣ ଲୁଗା ପିନ୍ଧୁଛନ୍ତି, ଆମେ ଲୁଗା ପିନ୍ଧୁଛୁ, ଆପଣ କଥା କହୁଛନ୍ତି, ଆମେ ବି କଥା କହୁଛୁ, ଆଉ ଆପଣ ତ ଯାହା କରୁଛନ୍ତି ମଣିଷ ଭାବରେ ଆମେ ତ ସେୟା କରୁଛୁ, ତାହେଲେ ହ୍ୱାଟ ଏ ଡିଫରେନ୍ସ ବିଟୱିନ୍ ୟୁ ଆଣ୍ଡ ଅସ୍? ଆପଣଙ୍କ ଆଉ ଆମ ଭିତରେ କଣ ଫରକ ଅଛି? ମତେ ଲାଗୁଛି କିଛି ଫରକ ନାହିଁ। କିନ୍ତୁ ଛୋଟ ପିଲାଟି କହୁଛି। ସେ ଭ୍ରମଣ ପୋଷ୍ଟି ହସିଦେଲେ, କହିଲେ ହଁ, ଗୋଟେ ପ୍ରକୃତିରେ କିଛି ଫରକ ନାହିଁ, କିନ୍ତୁ ମୁଁ ଗୋଟେ ଗପ କହୁଛି ଶୁଣ। ଗପଟି ହେଲା, ଗୋଟେ ଛୋଟ ଛୁଆ ଥିଲା, ସେ ତା ମାକୁ ଖାଇବାକୁ ମାଗିଲା। ବହୁତ ଜିଦ୍ କଲା, ମତେ ଭୋକ ହଉଛି, ଏବେ ଖାଇବାକୁ ଦେ। କିନ୍ତୁ ତା ମା ଖାଇବା ପ୍ରସ୍ତୁତ କରିନଥିଲେ। ତେଣୁ ମା ଖାଇବା ପ୍ରସ୍ତୁତ କରି ଲାଗିଲେ ତତ୍ପର ହେଇକି। କିନ୍ତୁ ପିଲାଟି କଣ କଲା ନା ଶୋଇପଡିଲା, ନିଦ୍ରାରେ ଶୋଇପଡିଲା। ତାପରେ ଯେତେବେଳେ ଭୋକିଲା ଛୁଆଟି ନିଦ୍ରାରେ ଶୋଇପଡିଛି, ମା ତା ଖାଦ୍ୟଟି ରାନ୍ଧି ସାରିବା ପରେ ପିଲାଟିକୁ ଖୁଆଇଲେ। କୋଳରେ ଶୋଇକି ସେ ନିଦରେ ଶୋଇছে, ତାକୁ ଖୁଆଇଲେ। ଆଉ ଖୁଆଇ ସାରିଲା ପରେ ତାକୁ ଶୋଇ ଦେଲେ। ତା ନିଦ ବି ଭାଙ୍ଗିଲା ନାହିଁ ବୋଧେ। ସେ ସକାଳୁ ଉଠିକି କହୁଛି, ମା ମୁଁ କେତେ ଜିଦ୍ କରୁଥିଲି, ମତେ ବହୁତ ଭୋକ ହଉଥିଲା, ତ ମତେ ଖାଇବାକୁ ଦେଲନି ନା? ତା ମା ହସିଦେଲା। କାହିଁକି ନା ସେ ଯାହା ଖାଇଛି ସେଟା ନିଦ୍ରିତ ଅବସ୍ଥାରେ ଖାଇଛି, ଅଜ୍ଞାନତା ଭିତରେ ଖାଇଛି, ଅବୋଧତା ଭିତରେ ଖାଇଛି। ସେ ଜାଣିପାରୁନି ଯେ ସେ କଣ ପାଇଛି।
ଏଇ ପ୍ରସଙ୍ଗଟି ବଡ ତାତ୍ପର୍ଯ୍ୟପୂର୍ଣ୍ଣ ଏଇଟା ଗୋଟେ ଛୋଟିଆ କାହାଣୀ କେଡେ ସ୍ମଲ ଷ୍ଟୋରି। ଜଣେ ନିଦରେ ଶୋଇଥିଲା ତାକୁ ତା ମା କହିଦେଲା। ସେ ସକାଳୁ ଉଠିକି କହିଲେ ଯେ ନା ମା ମୁଁ ତ ଖାଇନି। ପ୍ରକୃତରେ ଏଇଟା ହିଁ ଆମର ପ୍ରେଜେଣ୍ଟ ଟେମ୍ପୋରାଲ ଇଗ୍ନୋରେନ୍ସ କୁ ବୁଝେଇ ଦଉଛି ଯେ ଆମେ ଏତେ ନିଦ୍ରା ଭିତରେ ଅଛୁ, ଏତେ ଜାଗୃତି ଭିତରେ ରହିଛୁ ଯେ ଆମେ ଯାହା ସବୁ ପାଇସାରିଛୁ ତାକୁ ପାଇବା ପାଇଁ ଆମ ପାଖରେ କ୍ରେଭିଂସ ଅଛି। ମୁଁ ଧନୀ ହେଇସାରିଛି ଅଥଚ ମତେ ଧନୀ ହେବାର ଇଚ୍ଛା ଅଛି। ମୁଁ ରାଜା ହେଇସାରିଛି ଅଥଚ ମୁଁ ରାଜା ହବାକୁ ଇଚ୍ଛା କରୁଛି। କାହିଁକି? ମୁଁ ନିଦରେ ତାକୁ ଖାଇଥିବାରୁ ଜାଣିପାରୁନି, ସକାଳୁ ଉଠି କହୁଛି ମୁଁ ତ ଖାଇନି। ମୁଁ ରାଜା ହେଇଥିଲି କିନ୍ତୁ ମୁଁ ରାଜା ହେଇଥିଲି ବୋଲି ଜାଣିପାରୁନି, କାରଣ ମୁଁ ଅଚେତନ ଅବସ୍ଥାରେ ଏସବୁ ପ୍ରାପ୍ତ କରିଛି। ମାନେ ଚିନ୍ତା କରନ୍ତୁ, ଗୋଟେ ବିଗ୍ ଫିଲୋସଫି ଇଜ ଆଟାଚ୍ଡ ଟୁ ଦି ଷ୍ଟୋରି, ଦି ସ୍ମଲ୍ ଷ୍ଟୋରି। এইটা হচ্ছে টেম্পোরাল ইଗ୍ନୋରେନ୍ସ। ଆମ ସାଧାରଣ ମନଟି, ଆମ ସରଫେସ ମାଇଣ୍ଡ ଆମକୁ ଗୋଟେ ଆକୁତି ଦଉଛି, ଏଇଟା ହେଇଯା ସେଇଟା ହେଇଯା, ଏଠି ଭାଗ ଦୌଡ 24 ଘଣ୍ଟା ଆମ ମନ ଦୌଡୁଛି ଏଣେ ତେଣେ। ସେଥିରେ ଗୋଟେ କଣ ପାଇବ? ମାଙ୍କଡ ଭଳିଆ ଦୌଡୁଛି, ଏ ଗଛରୁ ସେ ଗଛକୁ, ଏ ଡାଳରୁ ସେ ଡାଳ। କଣ ପାଇଁ କହିଲେ? ତା ଭିତରେ ଗୋଟେ ଇନହେରେଣ୍ଟ ୱିଶ ଅଛି ଯେ ମୁଁ ଗୋଟେ କଣ ପାଇବି। ଯଦି ସେ ଥରେ ନିଶ୍ଚଳ ହେଇଯିବ, ଥରେ ସଚେତନ ହେଇଯିବ, ସେ ରମଣ ମହର୍ଷିଙ୍କ ପରି କହିପାରିବାରେ ସବୁ କିଛି ମୁଁ ପାଇଛି। ମୁଁ ଏଇ ପୃଥିବୀରେ ବହୁତ ଥର ରାଜା ହେଇସାରିଲେଣି, ବହୁତ ଥର ରାଣୀ ହେଇସାରିଲେଣି, ବହୁତ ଥର ଭିକାରୀ ହେଇସାରିଲେଣି, ବହୁ ଅନୁଭୂତି ନେଇସାରିଲେଣି। ବର୍ତ୍ତମାନ ମୁଁ ଯୋଉ ଅନୁଭୂତି ପାଇଁ ପାଗଳ ହଉଛି, ବ୍ୟସ୍ତ ହଉଛି, ବିବ୍ରତ ହଉଛି, ଅସ୍ଥିର ହଉଛି, ଯନ୍ତ୍ରଣାସିକ୍ତ ହଉଛି, ଇଏ ସମସ୍ତ ଅନୁଭୂତି ଏଇ ଶରୀରରେ ସିନା ହୋଇନାହିଁ, ଅତୀତରେ ମୋ ପାଖରେ ଶରୀର ଥିଲା, ଭବିଷ୍ୟତରେ ମୋ ପାଖରେ ଶରୀର ରହିବ। ସେଇ କଥାଟାକୁ ଶ୍ରୀ ଅରବିନ୍ଦ ତାଙ୍କ ଶୈଳୀରେ କହିଲେ, ଏଜ୍ ଆୱାର ରିଗାର୍ଡ ଡଜଣ୍ଟ go farther back in the past, ନା ଆମେ ଅତୀତକୁ ଯାଇପାରୁଛୁ, so it doesn't extend further out into the future, ନା ତାକୁ ଆମେ ଭବିଷ୍ୟତ ଆଡକୁ ସମ୍ପ୍ରସାରିତ କରିପାରୁଛୁ। Thus we are limited by our physical memory, ସେଥିପାଇଁ ଆମ ଶରୀର ଯେତିକି ସ୍ମୃତି ଆମକୁ ପ୍ରଦାନ କରୁଛି ତାରି ଭିତରେ ଆମେ ସୀମାବଦ୍ଧ ହୋଇ ରହିଛୁ। and awareness of the present life, ବର୍ତ୍ତମାନର ଜୀବନକୁ ନେଇ ଗପି ପାରୁଛୁ, କେବଳ ତାରି ପାଇଁ ଆମର ଆୱାରନେସ୍ ଅଛି। ସେ ପୁଣି ପୁରା ବେଳେ ଆମେ ଆମ ଜୀବନର ସବୁ ଘଟଣା, ସବୁ ଅନୁଭୂତି, ସବୁ ଅଭିଜ୍ଞତାକୁ ମନେ ରଖିନାହୁଁ, ବା ରଖିବା ଉଚିତ କି ନାହିଁ ଅନୁଚିତ ମୁଁ ଜାଣିନାହିଁ, କିନ୍ତୁ ସଚେତନ ହବାଟା ବେଶୀ ଜରୁରୀ। ସେଇ କଥାଟିକୁ awareness of the present life in a transient corporal formation, ଗୋଟେ ଅତି ସାମୟିକ ଯୋଉ ଆମର ଶାରୀରିକ ରଚନା ହେଇଛି, ସାମୟିକ କ୍ଷଣ ପାଳ ପାଇଁ, 40 ବର୍ଷ ପାଇଁ, 50 ବର୍ଷ ପାଇଁ, 60 ବର୍ଷ ପାଇଁ, 100 ବର୍ଷ ପାଇଁ, କାହାର ତ 6 ମାସ ପାଇଁ ବି ଶରୀର ରଚନା ହେଇଛି, ଗୋଟେ ଜନ୍ମ ପାଇଁ। 6 ମାସର ଛୁଆ ମରିଯାଉଛି, 6 ଦିନର ପିଲା ମରିଯାଉଛି, ମା ପେଟରେ ପିଲା ମରିଯାଉଛି। ସେଇ ସମୟଟି ମାତ୍ର ତାର ଏକ୍ଜାକ୍ଟଲି କର୍ପୋରିଆଲ ଫର୍ମେସନ, ଟ୍ରାନଜିଏଣ୍ଟ କର୍ପୋରାଲ ଫର୍ମେସନ। ଆଉ ସେ ମରିଗଲା ବୋଲି କହିକି ଆମେ ଚିତ୍କାର କରୁଛୁ, ମରିଗଲା ମରିଗଲା ମରିଗଲା, ମରିଗଲା ନା ସରିଗଲା ନୁହେଁ। ଇଟ୍ ଇଜ ନଟ୍ ଦି ଏକ୍ସଜେସନ, ଏଇଟା ସରିଲା ନାହିଁ, ଏ ତ ଅସରନ୍ତି ଯାତ୍ରା। ଏଇଠି ମରିଗଲା, ଏଇ ଟ୍ରାନଜିଏଣ୍ଟ କର୍ପୋରିଆଲ ଫର୍ମେସନ ଭିତରେ ରକ୍ଷା ପାଇଗଲା, ତାର ଅର୍ଥ ନୁହେଁ ଯେ ଆଉ ଥରେ ସେ ଗୋଟେ କର୍ପୋରିଆଲ ଫର୍ମେସନ ଭିତରକୁ ଯିବ ନାହିଁ, ଶରୀର ରଚନା ଭିତରକୁ ଯିବ ନାହିଁ। ଆମର ଦୃଷ୍ଟିଟି ସେତେ ପର୍ଯ୍ୟନ୍ତ ପାଉନାହିଁ, ଆମ ରେଞ୍ଜ ସେତିକି, ଗୋଟେ ଜନ୍ମ ଓମ୍ ଟୁ ଟୋମ୍, ଆମ ଚେତନାଟି ସେତିକି ପର୍ଯ୍ୟନ୍ତ କାମ କରୁଛି। ଏପରିକି ଓମ୍ ପର୍ଯ୍ୟନ୍ତ ନୁହେଁ, ଏପରିକି ଟୋମ୍ ପର୍ଯ୍ୟନ୍ତ ନୁହେଁ। ତାକୁ ଯଦି ଆଉ ଟିକେ ଭାବିବେ, ଆମେ ଜନ୍ମ ହେଲା ବେଳେ ନା ଆମେ କିଛି ଚେତନାକୁ ମନେ ରଖିଛନ୍ତି ନା, ଯେତେବେଳେ ଅନେକ ଲୋକ ତ ମୂର୍ଚ୍ଛିତ ଅବସ୍ଥାରେ ମୃତ୍ୟୁ ଭିତରକୁ ଯାଆନ୍ତି, ଯୋଉଟା ଆମ ଶାସ୍ତ୍ର ଏକ ପ୍ରକାର ସେ ବିଷୟରେ ଚିନ୍ତିତ ହେଇପଡେ ଏବଂ ସେମାନେ କୁହନ୍ତି ଯୋଉମାନେ ଜାଗ୍ରତ ଅବସ୍ଥାରେ ମୃତ୍ୟୁ ଲାଭ କରୁଛନ୍ତି
ଏବଂ ଈଶ୍ୱର ଚେତନାରେ ମୃତ୍ୟୁ ଲାଭ କରୁଛନ୍ତି। ଯଦି ଅଜାମିଳ ପାପୀ କଥା କୁହାଯାଇଛି, ସେ ମଲାବେଳେ ତା ପୁଅ ନାରାୟଣକୁ ଡାକୁଥିଲା। ଏଟା ଗୋଟେ ବହୁତ ବଡ ବଡ ତତ୍ଵ। ସେଟା ଜାଗ୍ରତ ଅବସ୍ଥା କେବଳ ଏଇ ଜନ୍ମ ପାଇଁ ଆମର ତ ଫିକ୍ସ ହେଇପାରୁନି, ଆଉ ଆମେ ଭବିଷ୍ୟତ ଜନ୍ମ ଆଉ ଅତୀତରେ ହେଇଥିବା ରାଜା ମହାରାଜା ବା ଯାହା କିଛି ଆମେ ସବୁ ଏଇ ଜନ୍ମରେ ପାଇବାକୁ ଚେଷ୍ଟା କରୁଛନ୍ତି, ସେଗୁଡା କଣ ହଜାର ହଜାର କୋଟି କୋଟି ଟଙ୍କା ପାଇନାହାନ୍ତି? ଏଇ ଜନ୍ମରେ ବି ସେଇଆ। ଆମେ ମେକାନିକାଲି ଜୀବନରେ ଯୋଉ ଗୁଡିକ ଖୋଜୁଛୁ ସେଇ ଅନୁଭବ ଗୁଡିକ ସତରେ କଣ ଆମକୁ ମିଳିନି? ଅନେକ ଲୋକ ଖାଇବା ପାଇଁ ଭାରି ବ୍ୟସ୍ତ ହଉଥାନ୍ତି। ମୁଁ ଦେଖିଛି ଆମର ଜଣେ ବନ୍ଧୁଙ୍କର ଅବସ୍ଥା, ସେ କୋଭିଡ ହସ୍ପିଟାଲରେ ଥିଲେ କିନ୍ତୁ ସେ ଖାଇବା ପାଇଁ ଭାରି ବ୍ୟସ୍ତ ହଉଥିଲେ। ମୁଁ ଭାବେ ସେ ତାଙ୍କର ଏଇ ଅନୁଭୂତି ଗୁଡିକ ମନେ ରଖିଥାନ୍ତି ଯେ ସେ ପୃଥିବୀ ଜନ୍ମ ହେଲା ପରେ ହଜାର ହଜାର ଥର ଖାଇଲେଣି, କିନ୍ତୁ ତାଙ୍କର ଖାଇବା ପାଇଁ ସେ ଆକୁତିଟି ରହୁଛି। ସେ ଜଗତରେ ଅନେକ ପାଇବା ପାଇଁ, କିଏ ଧନ ସମ୍ପଦ ପାଇବା ପାଇଁ, କିଏ ନାମ ଖ୍ୟାତି ଯଶ ପାଇଁ ଏଇଭଳି ଗୋଟେ ଅସ୍ଥିରତା ଲାଗିଛି। ଅସ୍ଥିରତାର କେମିତି ହଉଛି? ଭୌତିକ ବାସନା କାମନା ଏ ସବୁଗୁଡାକ ଚରିତାର୍ଥ ହେଇଛି, ଆମର କେତେ ଥର ହେଇଛି, କିନ୍ତୁ ଆମେ ତଥାପି ବି ତା ପଛରେ ପଡିଯାଇଛୁ। ପୁଣି ଶ୍ରୀରବିନ୍ଦ୍ର କହୁଛନ୍ତି, but this limitation of our temporal consciousness is intimately dependent upon the preoccupation of our mentality with the material plane and life in which it is present acting. The limitation is not a law of the spirit, but a temporary provision for an intended fast working of our manifested nature. बहुत चमत्कार। चले आमे वर्तमान देखिवा जे आमे आमर जो मनगत भूमिटी मध्य ता सहित संपर्कित, डिपेंडेंट ऑन मेंटालिटी। आमे मनगत अविद्यार कथा आलोचना करथले। आम मनटी को सीमाबद्ध कहीं कर रखिचु, आम मनटी को कहीं आमे संकीर्ण कर रखिचु, आमे कहीं ताको प्रशस्ततर करूना, वाइडेनिंग करूनु, ताको भास्ट कहीं करूनु, आमे मनटा को कहीं उर्धायित करूनु। तार कारण कौन ना? से उद्धान पछरे एईटा ही तो गोटे बड़ कारण। आमे आम मनर यात्राटी को भावुछु बोधे एई जन्म रे आरंभ होइके एई जन्म रे सरी जाउछि, बा आमे जो शरीरटी धारण करछु एटा गोटे फाइनल बॉडी आ एटा फाइनल अनुभव से तो हबो। कारण आमर दृष्टिकोण ताई सेटा समस्तंकर, खाली एटा दोष देले तो हबोनी जे एटा हेई परनी करिया उचित। आम पाखरे गोटे दूरबीन जंत्र मिल जो जे आमे आम भविष्यत को भी देखिदवा, अतीत को भी देखि पारे। श्री अरविंदଙ୍କ भଳି द्रष्टा माने ये सब देखि पारନ୍ତି। ସେମାନେ ସବୁ ଜାତି ସ୍ମର, ସେମାନେ ମନୁଷ୍ୟର ଭବିଷ୍ୟତକୁ ଦେଖି ପାରୁଥିବାରୁ ତାଙ୍କ ନାଁ ହେଉଛି ଦ୍ରଷ୍ଟା। ଆଉ ଏଇଭଳି ଅନେକ ସିଓର ସିଓର ଯୋଉମାନଙ୍କୁ ଇଂରାଜୀରେ କୁହାଯାଏ ସିଓର, ସେମାନେ ଦେଖି ପାରନ୍ତି, ଦ୍ରଷ୍ଟା ପୁରୁଷ। ତ ସେଇ ଦ୍ରଷ୍ଟା ଅବସ୍ଥାଟା ଆମକୁ ପ୍ରାପ୍ତ ହବା ହେଇପାରିବ, କିନ୍ତୁ କେମିତି ହବ? ଏଇ ଯୋଉ ଲିମିଟେସନ ଆମ ଟେମ୍ପୋରାଲ କନସିୟସନେସ ର intimately dependent upon the preoccupation of our mentality। आम मनर जो preoccupation रही, आम मनर जो वृत्ति रही, ता सहित सीमाबद्ध काल चेतनाटी संपर्कित। से पुणी सामान्य संपर्कित नुह, इंटिमेटली संपर्कित, अंतरंग भाव रे समर्पित संपर्कित with the material plane and life। आमे आज गोटे जड़गत जीवन रे रहिछु, भौतिक भूमि एवं भूत सर्वस्व जीवन, material plane and life भीतर आमे जो छंदी पड़िछु, in which it is at present acting। वर्तमान से तारि भीतर क्रियाशील अछि, वर्तमान रे सेटा क्रियाशील अछि कि भौतिक जीवन। हमको एई प्रबंधर प्रथम रे कहा जायतिला आज आमे मनोभूमि रे नाहु, आमे material plane रे रहिछु। पुणी से कथाटी को केते थर परे पुणी कहउछन्ते आमे काहे कि मेटेरियल प्लेन रे अछु, एथि पय अछु हमर गोटे सीमाबद्ध काल चेतना रहिछि जे आमे हम जीवनटको हमर अस्तित्वटिको कन्फाइन कर दोछु गोटे लाइफ रे। वर्तमान रो समस्याटी को हम पय भारी लागुछि, किंतु एई समस्याटी को केते थर हम पार कले, एई दुखटी को हम केते थर भोगिले, एई आनंदटी को हम केते थर पाइले, किंतु से सब से निद्रित छुआटी
ତା ମା କୋଳରେ ଖାଇଲା ଭଳି କଥା। ଆଉ ସକାଳୁ ଉଠି କହୁଛି ମା ମୁଁ ତ ଖାଇନି, ମୁଁ ତ ଜାଣିନି। ତାହେଲେ ଦି ଲିମିଟେସନ ଇଜ ନଟ୍ ଏ ଲ ଅଫ ଦି ସ୍ପିରିଟ। କିନ୍ତୁ ସଂକୁଚିତ ହେଇକି ଆମେ ରହିବା ଏଇଟା ଲ ଅଫ ଦି ସ୍ପିରିଟ ନୁହେଁ। ଏଇଟା ଆଦୌ ଆମର ଯୋଉ ଚିଦ୍ଗତ ତାର ଏକ ବିଧାନ ନୁହେଁ। ଆମ ଚିଦ୍ଗତ ଭୂମିର ବା ଚିନ୍ମୟ ଭୂମିର ଗୋଟେ ନିୟମ ନୁହେଁ of the spirit, but a temporary provision। କିନ୍ତୁ ଏଇଟା ଆଜି ବି ଗୋଟେ ସାମୟିକ ବ୍ୟବସ୍ଥା, ଟେମ୍ପରାରୀ ପ୍ରୋଭିଜନ ହେଇକି ରହିଛି ଫର an intended fast working of our manifested nature। ତାହେଲେ ଆମେ ଆମର ଯୋଉ ଅଭିବ୍ୟକ୍ତ ପ୍ରକୃତି ରହିଛି manifested nature, ସେଇଠି ଯୋଉଟା intended, ଯୋଉଟା ଅଭିପ୍ରେତ, ତାର ପ୍ରଥମ କ୍ରିୟାତ୍ମକତା ପାଇଁ ତା ଉଦ୍ଦିଷ୍ଟ। ପ୍ରଥମ କ୍ରିୟାତ୍ମକତା କାହିଁକି ନା ଯଦି ଏଟାକୁ ସମ୍ପୂର୍ଣ୍ଣ ଗେଟ୍ଟା ଖୋଲି ଦିଆଯାଏ, ଆପଣଙ୍କୁ ଏଟର୍ନିଟି ଭିତରକୁ ନେଇ ନିଆଯାଏ ପ୍ରଥମରୁ, ବିନା ତପସ୍ୟାରେ, ବିନା ସଚେତନତାରେ, ବିନା ଆରୋହଣରେ, ତାହେଲେ କଣ ହବ ନା ସେ ଗୋଟିଏ ଆଉ ଗୋଟେ ନୂତନ ପ୍ରକାର ସଙ୍କଟର ଜନ୍ମ ହବ। ଆମେ ସେଇ ସଙ୍କଟଟିକୁ ଭାବି ପାରିବାନି, ତା ଆମ ପାଇଁ ଅଭାବିତ। ସେଥିପାଇଁ ଆମକୁ ଏଇଭଳି ଗୋଟେ ସୀମାବଦ୍ଧ କାଳ ଚେତନା ଦିଆଯାଇଛି, ଯାହା ଫଳରେ ଆମେ ଜଡଗତ ଭୂମିରୁ ଆମର ଯାତ୍ରାଟି ଆରମ୍ଭ କରିବା। ତେଣୁ ଏଇଟା ଗୋଟେ ଇଣ୍ଟେଣ୍ଡେଡ, ଏଇଟାକୁ ଅଭିପ୍ରେତ, ଏଇଟା ଆମ ପାଇଁ ଉଦ୍ଦିଷ୍ଟ ଫାଷ୍ଟ ୱାର୍କିଂ ଅଫ ଆୱାର ମ୍ୟାନିଫେଷ୍ଟେଡ ନେଚର। ଆମ ପ୍ରକୃତି ଅଭିବ୍ୟକ୍ତ ହଉଛି ନିଶ୍ଚେତନା ଭିତରୁ ଅବଚେତନା ଦେଇକି ଧୀରେ ଧୀରେ ଆମେ ଅତି ଚେତନା ଆଡକୁ ଯାଉଛୁ। ତାହେଲେ ଏଇ ଯୋଉ ଚେତନାର ଗତିପଥ, ସେ ଚେତନାର ଗତିପଥ ଏଇଭଳି ସଂକୋଚନ ଓ ପ୍ରସାରଣର ପ୍ରକ୍ରିୟା ଭିତରେ ଗତି କରିଥାଏ। ଆପଣଙ୍କୁ ଗୋଟେ ପ୍ରକାର ମାନେ ବନ୍ଦ କରାହଉଛି, ପୁଣି ତାପରେ ଗୋଟେ ମୁକ୍ତି ଦିଆହଉଛି। ଯେମିତି ଆମେ ସମସ୍ତେ ଦିନେ ମାତୃଗର୍ଭରେ ଥିଲେ, ବନ୍ଦ ହେଇକି ପୁଣି ସେଇ କାଳର ସେଇ ମହାନ ଅନ୍ଧକାର କୋଠରୀ ଭିତରୁ ପୁଣି ଶାଶ୍ୱତ ଆମକୁ ଆଲୋକ ଦିଗକୁ ଆଣିଲେ। ତାହେଲେ ଏଇଠି ସେଇଭଳି ଗୋଟେ ମୁକ୍ତି ପ୍ରକ୍ରିୟା ଧୀରେ ଧୀରେ ଘାତ କରୁଛି ଏବଂ ସେଇଟା ହଉଛି ବିବର୍ତ୍ତନ ହଉଛି ତାର ନିୟମ। ବିବର୍ତ୍ତନ ହଉଛି ତାର ନିୟମ। ସେଥିପାଇଁ ଆପଣଙ୍କୁ ଫ୍ରମ୍ ଦି ବିଗିନିଂ ଏଇ ଏଟର୍ନିଟିର କନସିୟସନେସ୍ ଦିଆଯାଇ ନାହିଁ, ଆମକୁ ଟେମ୍ପୋରାଲ କନସିୟସନେସ୍ ଦିଆଯାଇଛି ଏବଂ ସେଇଟାକୁ ପୁଣି ଏସ୍ୟୁର କରାଯାଉଛି ଦିସ୍ ଇଜ ଏ ଟେମ୍ପୋରାଲ ପ୍ରୋଭିଜନ। ଯୋଉମାନେ କାଳଗତ ଅବିଦ୍ୟାରୁ ମୁକ୍ତ ହେବାକୁ ଚାହିଁବେ ସେମାନେ ହେଇପାରିବେ। ଏଇଟା ଟେମ୍ପୋରାଲ ପ୍ରୋଭିଜନ ସମସ୍ତଙ୍କ ପାଇଁ। ଇଫ୍ ଦି ପ୍ରି ଅକୁପେସନ ଇଜ ରିଲାକ୍ସ ଅର ପୁଟ୍ ଏସାଇଡ୍, ଯଦି ଏଇ ଯୋଉ ଅବସ୍ଥା ଆମର ରହିଛି, ଏଇ ଯୋଉ ପ୍ରି ଅକୁପେସନ ଆମର ରହିଛି, ତାକୁ ଯଦି ଆମେ ଟିକିଏ ରିଲାକ୍ସ କରିଦବା, ଟିକେ ଶିଥିଳ କରିଦବା, ବା ତାକୁ ପୁଟ୍ ଏସାଇଡ୍, ତାକୁ ଟିକେ ଅପସରେଇ ଦବା, ଆଉ an extension of the mind affected, ଯଦି ମନର ସମ୍ପ୍ରସାରଣଟିକୁ ଟିକେ ଆମେ ସମ୍ଭବ କରିଦେଇ ପାରିବା। ମନର ସମ୍ପ୍ରସାରଣ କୋଉଠି କି? ଆପଣଙ୍କର ଅତୀତକୁ, ଅବଚେତନାକୁ ଆଉ ଭବିଷ୍ୟତକୁ, ଅର୍ଥାତ୍ ସେଇ ସୁପର କନସିଏଣ୍ଟ ଭିତରକୁ, ଅତିଚେତନା ଭିତରକୁ। ଏଇଟା ହେଉଛି ଆମର ଭବିଷ୍ୟତ। an opening into the subliminal or superconscient। ତାହେଲେ ଆମେ ମଗ୍ନ ଚେତନା ଆଡକୁ, ଅଧିଚେତନା ଆଡକୁ ବା ଅତିଚେତନା ମଧ୍ୟକୁ ଯଦି ଯାଇପାରୁଛେ, into the inner and higher being created, ତାହେଲେ ଏଇ ଅଧିଚେତନା ବା ଅତିଚେତନା ମଧ୍ୟକୁ ଆମେ ଯଦି ଅନ୍ତରତର ଓ ଊର୍ଦ୍ଧ୍ୱତର ସତ୍ତାକୁ ଟିକେ ବାଟ ଫିଟିଯାଏ, is being created, ଆମେ ଗୋଟେ ଅନ୍ତର ସତ୍ତା ଏବଂ ଗୋଟିଏ ଉଚ୍ଚତର ସତ୍ତାରେ ଯଦି କ୍ରିଏଟ ହେଇପାରିବା, ପରିଣତ ହେଇଯାଇପାରିବା, it is possible to realize our persistent existence in time
as well as our eternal existence beyond it. ତାହେଲେ ଏଇ କାଳଗତ ଅବିଦ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ମଧ୍ୟ ପଥ କହିଦିଆଗଲା ଯେ ଏଇଟା ପସିବଲ୍ ଟୁ ରିଅଲାଇଜ ଆୱାର persistent existence in time. ଆମେ ଯୋଉ କାଳ ଭିତରେ ରହିଛୁ, କାଳର ଆୟତନ ଭିତରେ, ସେଇଠି ପରସିଷ୍ଟେଣ୍ଟଲି କେମିତି ରହିପାରିବା, ନିତ୍ୟ ନିୟମିତ, ପୁଣି ତା ସାଙ୍ଗରେ ଏକା ସାଙ୍ଗରେ ଆପଣଙ୍କୁ as well as our eternal existence beyond it, ଆମର ଶାଶ୍ୱତ ଅସ୍ତିତ୍ୱଟି ଯାହା କାଳଗତ ଅସ୍ତିତ୍ୱର ଅତିକ୍ରମ କରିକି ତାର ବିୟଣ୍ଡରେ ରହିଛି ତାକୁ ମଧ୍ୟ ଜାଣିପାରିବା। ମାନେ ଏଟ୍ ଦି ସେମ୍ ଟାଇମ୍ ଆମେ କାଳାତୀତ ଚେତନା ଏବଂ କାଳଗତ ଚେତନା ଭିତରେ ରହିବା। ଏଇଟା ଋଷିମାନେ ପାଆନ୍ତି ଯେତେବେଳେ ଧ୍ୟାନକୁ ଚାଲି ଯାଆନ୍ତି। କାଳାତୀତ ଚେତନା, ସାଧାରଣ ଚେତନାରେ ରୁହନ୍ତି, କାଳଗତ ଚେତନା, ଏହି ହଉଛି ସାଧନା। ସାଧନାରେ ଏଇଟା ହଉଛି ଡେପ୍ଥ, ଏଇଗୁଡ଼ା ସାଧନା ଡେପ୍ଥ। ତ ଏତେ ପର୍ଯ୍ୟନ୍ତ ଆମେ ଏଇଭଳିଆ ଗୋଟେ ଶ୍ରୀ ଅରବିନ୍ଦଙ୍କର ଏଇ ମହାନ ପ୍ରଜ୍ଞାର ଏଇ ସ୍ୱାଦ ଗୁଡ଼ିକ ବା ତାଙ୍କର ଏଇ ଶବ୍ଦ ଗୁଡ଼ିକ, ତାଙ୍କର ଏଇ ତତ୍ଵ ଗୁଡ଼ିକୁ ଆମେ ବୁଝି ନାହାନ୍ତି, ତାହେଲେ ଏଇ ଶବ୍ଦକୁ, ଏଇ ଯୋଉ କାଳାତୀତ କାଳଗତ ଏଇଭଳି ଅନୁଭୂତି ଗୁଡ଼ିକ ମଧ୍ୟ ଆମ ପାଇଁ ବେଶୀ ମାନେ ରଖିବ ନାହିଁ। ତେଣୁ ଯୋଉଦିନ ଆମେ ସେ କଥା ଆଡ଼କୁ ବୁଝିଯିବା, ଦେଖିବା ଯେ ଏଗୁଡ଼ିକ ଶବ୍ଦ ନୁହେଁ, ଏସବୁ ଅମୃତ। ଏ ସାମାନ୍ୟ ଶବ୍ଦ ନୁହେଁ, ଏସବୁ ଅମୃତ ଆମ ଚାରିକଟେ ଝରୁଛି। ଦିସ୍ ଇଜ୍ ଏସେନ୍ସିଆଲ, ଏଇଟା ଜରୁରୀ। If we are to get our self knowledge into the right focus, କାହିଁକି ଜରୁରୀ ନା ଆମର ଆତ୍ମଜ୍ଞାନକୁ ଆମେ ଯଦି କେନ୍ଦ୍ରୀଭୂତ, ଯଥାର୍ଥ ଭାବରେ କେନ୍ଦ୍ରୀଭୂତ କରିବାକୁ ଚାହୁଁ, ରାଇଟ୍ ଫୋକସ୍ ଦେବାକୁ ଚାହୁଁ, ତାହେଲେ ଯୋଉମାନେ ସାଧନା କରନ୍ତି ସେମାନେ ତ ନିଜର ଆତ୍ମଜ୍ଞାନକୁ ରାଇଟ୍ ଫୋକସ୍ ଦେବାକୁ ଚାହାନ୍ତି, ଯଥାର୍ଥ କେନ୍ଦ୍ରୀଭୂତ କରି, ଯଥାର୍ଥ ଭାବରେ କେନ୍ଦ୍ରୀଭୂତ କରିବାକୁ ଚାହାନ୍ତି। ସେଇଟା ହିଁ ତ ଧ୍ୟାନ, ସେଇଟା ହିଁ ତ ଅଭିନିବେଶ। ତାହେଲେ ଫର୍ ଏଟ୍ ପ୍ରେଜେଣ୍ଟ our whole consciousness and action are vitiated by an error of spiritual perspective, which prevents us from seeing in right proportion and relation the nature, purpose and condition of our being. ତାହେଲେ for at present, ବର୍ତ୍ତମାନ ପାଇଁ ଆମର ସମଗ୍ର ଚେତନାଟି ଏବଂ ଆମର ସମଗ୍ର କର୍ମ are vitiated. Vitiated ର ଅର୍ଥ ଆପଣ ଜାଣୁଛନ୍ତି, କଳୁଷିତ ହେଇଯାଉଛି, ବ୍ୟର୍ଥ ହେଇଯାଉଛି। by an error, ଗୋଟେ ଭ୍ରମ ଦ୍ୱାରା, ଗୋଟେ ଭ୍ରାନ୍ତି ଦ୍ୱାରା। କଣ ସେ ଭ୍ରାନ୍ତି? of spiritual perspective, ଗୋଟେ ଆଧ୍ୟାତ୍ମିକ ଅବଲୋକନ ଦ୍ୱାରା। ସେ ଅବଲୋକନଟି କଣ? which prevents us from seeing in right proportion, ଯୋଉଟା ଆମେ ଯଥାର୍ଥ ଅନୁପାତରେ, ଯଥାର୍ଥ ସମ୍ବନ୍ଧରେ ଯାହା ଆମକୁ ଦେଖିବାକୁ ପ୍ରିଭେଣ୍ଟ କରୁଛି, ବାଧା ଦଉଛି। ତାହେଲେ ଆମେ ଯଥାର୍ଥ ପ୍ରପୋର୍ସନଟା କଣ ବୁଝିବେ? ସେ ପୁଣି ସେ ପ୍ରପୋର୍ସନ ଆଉ ରିଲେସନଟା କାହାର? ଦି ନେଚର, ପ୍ରକୃତିର, ପର୍ପସର ଆଉ କଣ୍ଡିସନ୍ସ ଅଫ ଆୱାର ବିଂ। ଏଇ ଭ୍ରମାତ୍ମକ ଅବଲୋକନଟି ଦ୍ୱାରା ଆମେ ଆମ ସତ୍ତାର ପ୍ରକୃତି, ତାର ଅଭିପ୍ରାୟ ଓ ପରିବେଶ, ଯୋଉଟାକୁ ଆମେ କହୁଛେ କଣ୍ଡିସନ୍ସ ଅଫ ଆୱାର ବିଂ, କଣ୍ଡିସନ୍ସକୁ ଆମେ ପରିବେଶ କହିପାରିବା, ବା ଆମ ଚାରିକଡେ ଯୋଉ ପରିସ୍ଥିତି ରହିଛି ତାକୁ ଆମେ ଯଥାର୍ଥ ଅନୁପାତରେ ଆଉ ଯଥାର୍ଥ ସମ୍ବନ୍ଧରେ ବଞ୍ଚିତ ହେଇକି ରହୁଛୁ, ଦେଖୁନୁ, ତାକୁ ଠିକ ସେ ବୁଝିପାରୁନୁ। ଆପଣ ଏଇ ଧାଡିଟା ଉପରେ ନିଜର ସମଗ୍ର ଆଲୋଚନାକୁ ବା ସମସ୍ତ ଦୃଷ୍ଟିକୁ କେନ୍ଦ୍ରିତ କରନ୍ତୁ। ଆମେ ଯେତେବେଳେ ମା କହୁଥିଲେ ଯେ ନିଜ ଉପରେ ତମେ ସଚେତନ ହୁଅ, ତାହେଲେ କଣ ସଚେତନ ହବା? ଏଇଟା ହିଁ ସଚେତନ ହବା ଯେ ଆମେ ରାଇଟ୍ ପ୍ରପୋର୍ସନରେ
रिलेशन दि नेचर आमर प्रकृति आम सत्तार प्रकृति सहित आमर संबंध आमर अभिप्राय आमर परिस्थिति आम सत्तार आमे ताको राइट प्रोपोर्शन रे देखिबा कोथ्रु देखिबा ना ऑफ स्पिरिचुअल पर्सपेक्टिव आध्यात्मिक परिप्रेक्षी आमे ताको देखिबा किंतु आमे आध्यात्मिक परिप्रेक्षी रे एगुडी को देखुना ताही आमर भ्रम आम जीवन को सकल परिस्थिति आसुची संबंधर केते व्यवस्था आम चारिकड़े अच्छी एवं आमर जो जीवन को अभिप्राय को नहीं कि आम पाखरे आदो चिंता नहीं जो माँ 12th वॉल्यूम रो प्रथम चैप्टर जोड़ा शिक्षा विषय रे लिखिचंती सेठी आरंभ कले से प्रथम चैप्टर तिर ना देले द साइंस ऑफ लिविंग जीवन विज्ञान एवं जीवन विज्ञान रो प्रथम कथाटी हला गोटे लक्ष्यहीन जीवन ही करुण जीवन एमलेस लाइफ इज अ प्रिकारियस लाइफ तेणु सेटा ही पर्पस ऑफ आवर बीइंग को प्रतिपादित करे ताले आमे आमर परिस्थिति गुडी को आमर अभिप्राय को आमर स्वभाव को ये सब को गोटे राइट प्रोपोर्शन रे स्पिरिचुअल पर्सपेक्टिव दृष्टि देखिबार वंचित होतबा कारणरू आमे आमर चेतना और कर्मटी को कलुषित करि रखिछु वर्तमान अवस्था रे सेथिपई आमको आम आत्मज्ञानटी को यथार्थ भाव रे केंद्रित करने को पड़िबो एवं यही संप्रसारण संभव जेतेबेले आमे कालगत अविद्याटी को प्रकृत रे अतिक्रम करवा तेणु आज समय दृष्टिकोण रु आमे आलोचना टी को एठी रखिबा चतुर्दश पैराग्राफ रो शेष गोटे दुईटी धाड़ी आम पाखरे बाकी रहिला दुईटी धाड़ी आमे जहाँ आसंता काली अध्ययन करि परिबा तेणु आज आलोचना टी को मांकर असीम कृपा बल संभव होइतवा कारणरू आम समस्त को से प्रेरणा देइतवा कारणरू तांको निकटरे आमर कृतज्ञता ज्ञापन पूर्वक प्रभु चरण तले प्रणिपात पूर्वक आज आलोचना रखुछि समस्त पुणी थे मां कृपा भिक्षा करुछि। वंदे मातरम।